ଗଲା ଯେ 10 ଦିନ ହେଲାଣି ସେ ପୁଅଟାକୁ ଖୋଜିବାକୁ କୁଆଡ଼େ ଯାଇଛି ତା ଦେଖା ଦର୍ଶନ ମିଳୁନି। ସେ ପୁଅଟା ବି ଗଲା, ତା ବି ଦେଖା ଦର୍ଶନ ନାହିଁ। ସେ ପୁଅ ପାଇଁ ଝିଅଟା ପୁରା ପାଗଳି ହେଇଗଲାଣି। କ'ଣ କରିବି କିଛି ବୁଝିପାରୁନି। ସେପଟେ ମୁଁ ଭଲରେ ଥିଲି, ଏପଟେ ଆସି ବହୁତ ଅସୁବିଧାରେ ପଡ଼ିଲିଣି। ଆଜିକି 7 ଦିନ ଖାଇବାକୁ ମିଳୁନି, ଦେହରେ ଜ୍ୱରଟା କମ୍ପୁଛି। ଏପଟେ ଔଷଧ କିଣିବାକୁ ଟଙ୍କାଟେ ନାହିଁ। ସେପଟେ ଜନ୍ମ କଲା ପୁଅ କହିଲା ବାପାକୁ ଚେର। ମଣିଷ କ'ଣ କରିବ ଏ ଚାଖଣ୍ଡେ ପେଟ ପାଇଁ? ତେଣୁକରି ଲୋକମାନେ ଭିକ ବି ମାଗନ୍ତି। ସେମିତି ମୋ ଭାଗ୍ୟରେ ବି ଥାଳି ଧରିବାର ଥିଲା। ଆରେ ଏମିତି ଉପାୟ ପାଇଲି, ଶେଷରେ ନିଜେ ଭିକ ମାଗିବାକୁ ପଡ଼ିବ। ଯେମିତି ହେଲେ ତ ଜୀବନଟାକୁ ବଞ୍ଚେଇବାକୁ ପଡ଼ିବ ନା, ନହେଲେ ମଣିଷ ବଞ୍ଚିବ କେମିତି? ନା, ଯେମିତି ହେଲେ କରିବାକୁ ପଡ଼ିବ। ହଁ, ଭିକ ବି ମାଗିବାକୁ ପଡ଼ିବ। ଠିକ୍ ଅଛି, ଦେଖିବା କ'ଣ କରୁଛି। ଚଳୁଠି ବଜାଏ ମୋର ଚଉଗଡ଼ ହାତ। ମା ଭଉଣୀ ମାନେ ଟିକେ ଦିଅ। ଲୋଡ଼ା ନାହିଁ ପୁଅ ହାତ ଦେଇଥିଲେ ଆର ଜନ୍ମରେ ପାଇବ। ଦିଅ ମା ଭଉଣୀ ମାନେ ଦିଅ, ତୁମ ଧର୍ମ ଥିବ ମା ଭଉଣୀ ମାନେ। ଚଳୁଠି ବଜାଏ ମୋର ଚଉଗଡ଼ ହାତ। ଲୋଡ଼ା ନାହିଁ ପୁଅ ହାତ ରନ୍ଧା ଭାତ। ଭିକ ମାଗି ଚଳୁଛି ମୁଁ, ଭିକ ମାଗି ଚଳୁଛି ମୁଁ, କେହି ନାହିଁ ମୋର। ଦୟା କର ବାବୁ ଦୟା କର, ଦୟା କର ବାବୁ ଦୟା କର। ଚଳୁଠି ବଜାଏ ମୋର ଚଉଗଡ଼ ହାତ। ଲୋଡ଼ା ନାହିଁ ପୁଅ ହାତ ରନ୍ଧା ଭାତ। ଭିକ ମାଗି ଚଳୁଛି ମୁଁ, କେହି ନାହିଁ ମୋର। ଦୟା କର ବାବୁ ଦୟା କର, দয়া করো বাবু দয়া করো। পুଅ জন্ম ଦେଇଥିଲୁ ପାଇବାକୁ ସୁଖ, ସୁଖ ବଦଳରେ ଆଜି ପାଉଛି ମୁଁ ଦୁଃଖ। ସେହି ବାପା ଆଜି ପୁଣି ହେଇଗଲା ଚୋର। ପୁଅ ବୋହୂ ତୋଡ଼ି ଦେଲେ ଘରରୁ ମୋହର। ପୁଅ ଜନ୍ମ ଦେଇଥିଲୁ ପାଇବାକୁ ସୁଖ, ସୁଖ ବଦଳରେ ଆଜି ପାଉଛି ମୁଁ ଦୁଃଖ। ସେହି ବାପା ଆଜି ପୁଣି ହେଇଗଲା ଚୋର। ପୁଅ ବୋହୂ ତୋଡ଼ି ଦେଲେ ଘରରୁ ମୋହର।
এতে বড় দুনিয়ারে এতে বড় দুনিয়ারে কেহি নাই মোর দয়া করো বাবু দয়া করো দয়া করো বাবু দয়া করো দয়া করো বাবু দয়া করো সাউথ
বাবু ভিক্ষা মুঠে মিଳିও বাবু দিও বাবু এ জন্মরে ଦେଇଥିଲେ আরো জন্মরে পাইব এ ভিকারিকে ভিক্ষা মুঠে দিও বাবু তুম গোড় ধরুছি বাবু তুম গোড় ধরুছি তুম পাদ তଳେ পড়ୁଛି বাবু ବାପା ବାପା ତମେ କଣ କରୁଛ ନାଇଁ ବାପା ତମେ ସେମିତି କରନି ବାବୁ ଦିଅ ବାବୁ ତୁମ ଧର୍ମ ଥିବ ବାବୁ ତୁମ ଧର୍ମ ଥିବ ପେଟରେ ଭୋକ ବାବୁ ଦିଅ ବାବୁ ତମ ଗୋଡ଼ ଧରୁଛି ମୁଣ୍ଡିଆ ମାରୁଛି ବାବୁ ବାପା ତମେ କଣ କରୁଛ ମୋର ଭୁଲ ହେଇଯାଇଛି ବାପା ଭୁଲ ହେଇଯାଇଛି ସେଦିନ ସାମାନ୍ୟ 10,000 ଟଙ୍କା ପାଇଁ ମୁଁ ତୁମକୁ ଗୁଡ଼ାଏ କଥା କହିଦେଲି କିନ୍ତୁ ବାପା ତମେ ଚାଲିଗଲା ପରେ ମୁଁ ବହୁତ କାନ୍ଦିଛି ବାପା ବହୁତ କାନ୍ଦିଛି ସେଥିପାଇଁ ମୁଁ ତୁମକୁ ଫେରାଇ ନେବାକୁ ଆସିଛି ତମେ ମୋ ସହିତ ଘରକୁ ଚାଲ ବାପା ତମେ ମୋ ସହିତ ଘରକୁ ଚାଲ କଣ କହିଲ ବାବୁ এই যে বাবু ଆସିଛ ଯେଉଁଦିନ ତୋ ବାପାଟାକୁ ଚୋର ବୋଲି କହିଲ ତମ ବାପା କେତେ ଯେ କାନ୍ଦିଛି ଜାଣିଛ ବାବୁ ଯେଉଁ ପୁଅଟାକୁ 30 ବର୍ଷ କାଳ ପାଳି ପୋଷି ମଣିଷ କରିଥିଲି ନିଜ ପେଟକୁ ମାରି ଭୋକ ଉପାସରେ ରହି ଯେଉଁ ପୁଅଟାକୁ ମଣିଷ କରିଥିଲି ସେ ପୁଅଟା ପର କଥା ଶୁଣି ବାପାକୁ ଚୋର ବୋଲି କହୁଛି ବାପାରେ ପୁଅ କେମିତି ପାଇଲି ଏମିତି ପୁଅ ଯା ବାବୁ ଯା ତୋ ସ୍ତ୍ରୀ ଆଉ ଶ୍ୱଶୁର ବହୁତ ଭଲ ତାଙ୍କ ପାଖେ ରହିବୁ ଯା ଏ ବାପା ପାଖେ ଖାଇକି ଆସିଛୁ ଯା ସେମାନେ ପରା ଭଲ ଯା 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 ନାଇଁ ବାପା ତମେ ମୋ ସହିତ ଘରକୁ ଚାଲ ଏ ଗାଁ ଲୋକେ କହୁଥିଲେ ତମ ଦେହ କୁଆଡେ ବହୁତ ଖରାପ ଚାଲ ବାପା ମୁଁ ତୁମକୁ ମେଡିକାଲକୁ ନେଇଯିବି ତମେ ମୋ ସହିତ ଘରକୁ ଚାଲ ମୁଁ ତୁମକୁ ମେଡିକାଲକୁ ନେଇଯିବି କହିଲ ବାବୁ ମେଡିକାଲକୁ ନେଇଯିବ ଆରେ ବୟସ 90 ପହଞ୍ଚିଲାଣି ମଣିଷ ଜୀବନ ପାଣି ଫୋଟକା ଆଜି ଅଛି ଜୀବନ କାଲିକି ଚାଲିଯିବ ଆରେ ଲୋକମାନେ କହନ୍ତି କଫ ପିତ ଯେତେବେଳେ ଗୋଟିଏ ସାଙ୍ଗରେ ପ୍ରବେଶ କରେ ସେ ମରିଯାଏ ଆରେ ମୁଁ ଗୋଟାଏ ବୁଢ଼ା ଲୋକ ଆଜି ନହେଲେ କାଲିକି ମରିଯିବି ଆରେ ବାବୁ ଏଇ ଗାଁରେ ଭିକ ମାଗୁ ମାଗୁ ଯଦି ମରିଯାଏ ତାହେଲେ ଗାଁର ବାପା ଭାଇ ଭଉଣୀ ମାନେ ଅଛନ୍ତି ମା ମାନେ ଅଛନ୍ତି ସେମାନେ କହିଲେ ବୁଢ଼ା ଭିକାରୀଟା ଭିକ ମାଗୁ ମାଗୁ ମରିଗଲା ପଡ଼ୋଶଟାକୁ ବସିଲେ କହିଲେ ଭିକାରୀର କିଏ ନାହାନ୍ତି ଶ୍ମଶାନରେ ଦାହ କରିଦେଲେ
ବହୁତ ଆଶା ଭରସା କରିଥିଲି ତୋ ଉପରେ ଶେଷରେ ବୋଧେ ଚୋର ବୋଲି କହିଲୁ। ଆରେ ଯେବେ ମୁଁ ମଲା ଖବର ଶୁଣିବୁ ନା ତୋ ଆଖିରୁ ଦିଟା ବାଲୁଅ ଜରେଇ ଦେବ। ମୁଁ ତୋତେ ଅଭିଶାପ ଦଉନି ବାପା, ତୁ ପରା ମୋରି ପୁଅ। ବାପା ମାନେ କେବେ ପୁଅଙ୍କୁ ଅଭିଶାପ ଦିଅନ୍ତି, ଅନ୍ତର ଭିତରେ ସଦା ସର୍ବଦା ଭଲ ପାଇଥାନ୍ତି। ଯଦି ପୁଅଟା କୁଆଡେ ଚାଲି ଯାଇଛି, ବାପାଟା 100 ଥର ରାସ୍ତା ପାଖକୁ ଯାଇ ଆକୁ ପଚାରେ ତାକୁ ପଚାରେ କହେ ମୋ ପୁଅଟାକୁ ଦେଖିଛ? ଝିଅ ଯଦି ବାହାରୁ ଚାଲି ଯାଇଥାଏ, ମା 100 ଥର ଏ ଘରକୁ ସେ ଘର ଘୁରି ବୁଲୁଥାଏ, ମୋ ଝିଅଟାକୁ ଦେଖିଛ? ଆମେ ପରା ବାପା ମା ତୁମ ମାନଙ୍କୁ ଜନ୍ମ ଦେଇଛୁ। ବାପା ମା ମାନେ କେବେ ପୁଅ ମାନଙ୍କର ଅମଙ୍ଗଳ ଚିନ୍ତା କରନ୍ତି, ସଦା ସର୍ବଦା ମଙ୍ଗଳ କାମନା କରନ୍ତି। ମୁଁ ବି ତ ବାପା ତୋର ମଙ୍ଗଳ କାମନା କରୁଛି। ଯା ବାବା, ମୁଁ ଏଠି ବହୁତ ଭଲରେ ଅଛି। ସେଇ ଘରୁ ଗଲେ ମୁଁ ଆଉ ବଞ୍ଚିବିନି, ମାରିଦେବେ ସେମାନେ। ବହୁତ ଭଲରେ ଅଛି। ଯା ବାବା, ଚାଲି ଯା କହୁଛି, ଚାଲି ଯା। ନାଇଁ ବାପା, ଏମିତି କୁହନି। ତମ ପରି ଦେବତା ସେ ଘରକୁ ଗଲେ ସେ ଘର ପୁଣି ଥରେ ମନ୍ଦିର ହେଇଯିବ ବାପା, ପୁଣି ଥରେ ମନ୍ଦିର ହେଇଯିବ। ଚାଲ ବାପା, ମୁଁ ତୁମର ଗୋଡ଼ ଧରୁଛି। ଠିକ ଅଛି, ତୋ ସହିତ ଘରକୁ ଯିବି। ମୁଁ ଯାହା କହିବି ତା କଥା ରଖିବୁ, ମୋ କଥା ମାନିବୁ? ବାପା, ମାନିବୁ ମୋ କଥା? ହଁ ବାପା, ତମେ ଯାହା କହିବ ମୁଁ ମାନିବି ବାପା। ତୋ ଭଉଣୀଟା ଆଜିକି 10 ଦିନ ହେଲା କୁଆଡେ ଚାଲି ଯାଇଛି। ସେ ପୁଅଟାକୁ ଖୋଜିବା ପାଇଁ ତାକୁ ତୁ ଫେରେଇ ଆଣିପାରିବୁ? ବାପା, ସେ ପରା ତୋ ଭଉଣୀ, ତୋ ହାତରେ ରାକ୍ଷୀ ବାନ୍ଧିଥିଲା, ଫେରେଇ ଆଣିପାରିବୁ? ଆଣିପାରିବୁ? ବାପା, ତମେ ଚିନ୍ତା କରନି ବାପା, ତମେ ଚିନ୍ତା କରନି। ତମେ ମୋ ସହିତ ଘରକୁ ଚାଲ, ମୁଁ ପୂର୍ଣ୍ଣିମାର ପୁଅକୁ ଖୋଜିବି ଆଉ ପୂର୍ଣ୍ଣିମାକୁ ବି ଫେରେଇ ଆଣିବି। ବାପା, ତମେ ମୋ ସହିତ ଘରକୁ ଚାଲ। ଠିକ ଅଛି, କଥା ତୁ ଚାଲ ବାପା।